ଦବାହେଲେ କଣ କହୁଛି କଣ କରୁଛନ୍ତି ସକାଳୁ ସକାଳୁ କଣ ପୁରା ଏଠି କଣ କଟାକଟି କଣ ସରିଗଲାଣି ଫୁଲକୋବି ବସେଇ ଦେଇଛି କଣ ଏଠି ଆମର ବେଲା ବେଲି ଚାଲିଛି ମିସ୍ତ୍ରୀ ଖାଇବେ ବୋଲି କାହିଁକିନା ସେଠି ଆମ ଘର କାମ ଚାଲିଛି ଆଜି ବୋଧେ କମ୍ପ୍ଲିଟ୍ ହେଇଯିବ ବୋଧେ ରଡ଼ ବାଇଡ଼ିଂ କାମ ସବୁ କମ୍ପ୍ଲିଟ୍ ହେଇଯିବ କାଲି କି ପରଦିନ ବୋଧେ ଛାତ ପଡ଼ିବାର ଅଛି କାହିଁକିନା ରଡ଼ ବାଇଡ଼ିଂ ସରିଯିବ ଗୋଟେ ଦିନ ରଖିବେ ତାପର ଦିନ ବୋଧେ ଛାତ ପଡ଼ିବ କ'ଣ ହେବାର ଅଛି ଦେଖାଯାଉ କ'ଣ ଏ କୋବି କ'ଣ ହେବ ହଁ ତ ତରକାରୀ ନା କଷା କଷା ହେବ ଓହୋ ଆଉ ତ ଏଡ଼େ ଏଡ଼େ କାଟିଛ କ'ଣ ଚିଲ୍ଲି ଯେମିତି ହେବ ବଡ଼ ବଡ଼ କଟା ଯାଏନି ଚିଲ୍ଲି ପାଇଁ ସେପଟେ ଡାଲି ବସିଛି ନା ଆମ ଖଳା ପୁରା ଚାଞ୍ଚା ହେଇଯାଇଛି ଏଠି ଆସି ଧାନ ପଡ଼ିବ ଏ ଟୋଟାଲି ବଡ଼ ଖଳା ଟୋଟାଲି ଏମିତି ଧାନ ପଡ଼ିବ ଧାନ ଆସିବ ଆମ ଧାନ ସବୁ କଟା ହେଇଗଲାଣି ଏଠି ଭାଇ ପେଚା ବଇଛି ବାଘ ବାଘ ର ଖାଇବୁ ର ବାଘ ଆସିଗଲା ଏଠି ବଡ଼କୁ ଦେଇଦେଲା ରୁଟି ଗୋଟେ ବାଘ ପାଇଁ ବଡ଼ ସେପଟେ ରୁଟି ଚଲେଇଛି ପିହୁ ଏପଟେ କୋବି ଭାଜୁଛି ପୁରା ଜୋରଦାର ରୋଷେଇ ଚାଲିଛି ପୁରା ଆଉ ମାନେ କାମ ହେଉଛି ମିସ୍ତ୍ରୀ ଜଲ୍ଦି ଖାଇବେ ନା ଆଉ ଏପଟେ ଶାଗ ବି କଟା ହେଇଥିବା ଆସିଗଲାଣି ବାଘ କୁଆଡ଼େ ଗଲୁ ଆ ଆ ଆ ତୋ ପାଇଁ ମୁଁ ଆଣିଛି ବା ନେ ଖା ଘର କାମ ଚାଲିଛି ଆଜି ରଡ଼ ବାଇଡ଼ିଂ ଫାଇନାଲ ହେଇଯିବ ଚାଲନା ଖାଇବ ଚାଲନା ଟୋଟାଲି ହେଇସାରିଲା ପରେ ଯାଇ ଛାତ ପଡ଼ିବ ତା ଭିତରେ ପଡ଼ିକି ଜଣେ ମରିଯିବ ଏଇ ପଡ଼ିଯିବ ଆମ ଧାନ କଟା ହେଇକି ଧାନ ପଳେଇଲା ଗୋଟାଏ ଜାଗାରେ ଧାନ କଟା କତିକି ଯାଇଥିଲି କିନ୍ତୁ କ'ଣ କରିବା ଏତିକ ମାନେ ବଡ଼ ଖଳେ ଟୋଟାଲି ସବୁ ଧାନ କଟା ହେବ ମାନେ ଆମର ଧାନ କାଟିବାକୁ ମୁଁ ବାପାଙ୍କ ସାଙ୍ଗରେ ମାନେ ମେସିନ୍ କାଟିଲା ଭାଇ ପଶିଲା ଭାଇ ସରେଇଦେଲା ନହେଲେ ଦେଖେଇଥାନ୍ତି ଆପଣଙ୍କୁ ମୁଁ ତ ହଁ ଆଗରୁ କେତେ ମଜୁରିଆ କର ଉଡ଼ାଅ ଇଏ ଆଗରୁ କେତେ ନିକିମା ବୁଝା କିଛି ନାହିଁ ମେସିନ୍ ପଶିଲା ସରିଲା କିନ୍ତୁ ସେ ଜାଗାକୁ ମୁଁ ଯାଇଥିଲି କିନ୍ତୁ ଭାଗ୍ୟବଶତ କ'ଣ ହେବ ଫୋନ୍ଟା ନେଇନଥିଲି ନହେଲେ ଦେଖିଥାନ୍ତି ଧାନ କଟା ସମସ୍ତେ ବୋଧେ ମେସିନ୍ରେ ଦେଖିଥିବେ ଏତିକି ଆଇଲେ ଆମର ଧାନ କମିଗଲା ନା ମାନେ ତଥାପି ଆହୁରି କେନ୍ଦା ଗୁଡ଼ା ପଡ଼ିଛି ବୋରି ଆମେ ପଳେଇବୁ କାଲି ଯିବୁ ନା ଆଜି ତୁ ପାଇ ଯିବୁ ଚାରି କର ପଡ଼ିଛି ଗୋଟା ମୁଁ ଗୋଟେ ଆଣିବି ତୁ ପାଇ ଯିବୁ ହଁ ବଢ଼ିଆ ହବ ଧାନ କେନ୍ଦା ସବୁ ଗୋଟେ ଆଣିବୁ ଆମେ କାହିଁକିନା ଲୋକ କେହି ରଖିବେନି ସେଠି ସବୁ ଜାଗାରେ ଧାନ ଆସି ଗଦା ହବ ଆମ ଖଳାରେ ଆଉ ରେଡି ପିହୁ ପୁରା ଖାଇବା ଧରିକି ପୁରା ରେଡି ବସି ପଇଲେଇଁ ଖାଉନ ଖାଅ ଏ ଗୋଳା ଗୋଳି ହେଇ ଅଛି ଆଉ ସେ ଆଉ କ'ଣ ଥବ ସେ ପାଟିକି ଯିବା କଥା ଖାଲି ରହିଯାଇଛି କେମିତି ରହୁ ଖାଅ
କୋଉ କୋବି ଏଇଟା ନା ଏଇଟା? ଭଗବାନ ପ୍ରଭୁ ମାନେ କୋଉ ବଣ୍ଟା ହେଇକି ପଳେଇ ଯାଉଛି କାଳେ ମୁଁ ଅଧିକା ଖାଇଦେବି। ତମର ଯୋଉଟା ହେଲେ ଚଳିବ। ମୁଁ ଅଧିକା ଖାଇଦେବି ବୋଲି ତମେ ତମର କହୁଛ। ଏଇଟା ଏଇଗୁଡ଼ା ହଁ ନେଇଯା ସବୁ ନିଅ। ହଉ କଣ କରିବ କଣ ଅଧିକା ଭାତ ଖାଇଦେବି ଏତିକି ହେଇଯିବ? ଗୋଟେ ଭାତ ଏତିକି ହେଇଯିବ? ହଁ ଅରୁଆ ଭାତ କି ଖାଇବ ଅଧିକା? ଏମିତି କିଏ କୋଉ ଲୋକ ଏମିତି କରୁଥିବେ ଏମିତି ଡିଭାଇଡେଡ୍ କରି ଦେଇ ଦଉଛି କାଳେ ଅଧିକା ଖାଇଦେବି। ମିଛରେ ମାନେ ସେ ଖାଇଥିବ ଅଧିକ ଖାଇଦେଇକି ମତେ କଣ କହୁଛନ୍ତି ତୁ ମୋର ଖାଇଦେଇଛୁ। ମୁଁ ସେଇଥିପାଇଁ ଅଲଗା ଅଲଗା ନେଇ ପାରିଛି। ନ ଖା ସେ ତ ଅଲରେଡି ଗୋଳା ଗୋଳି ହେଇଥିଲା ଖାଲି ପାଟିରେ ନାଳ ହେଇଯିବା କଥା। ମୁଁ ଖାଲି ମୁଁ ଆସିକି ଖାଲି ବସିଛି। ମୁଁ ଗୁଣ୍ଡେ ପଇଲା 4 ଗୁଣ୍ଡେ ବସାଇଲେ ଗଲେ ଦେଖୁଛନ୍ତି ନା କଣ କରିବି। ବାବୁ କୋବିଟା ଲୁଣିଆ ହେଇଛି? ନା ଠିକ୍ ଠାକ୍। ଭଲ ଜାଣିଛି ଭଲ ଜାଣିଛି ଭଲ ଜାଣିଛି। ହଁ ଭଲ ବା କଣ କଣ କହିଲ ସେଇଭଳିଆ? ନାଇଁ ଭଲ ଖାଅ। ଆରେ କଣ ଘଣ୍ଟା ହେଲା ସେ ଡ୍ରେସ୍ ଟାକୁ ଦେଖୁଛି କସିବାକୁ ବୋଧେ ପିନ୍ଧୁ ବୋଧେ ନା କଣ? ଏଇଟା ତ ହବ ମତେ କହୁଛି। ଆରେ ସିଏ ତ ମତେ କହିଲା 3 ବର୍ଷ। ତୁ ଜାଣିଲୁ 3 ବର୍ଷ ସେଇଥିପାଇଁ ନେଇକି ଆଇଲି। ଭୁଲି ଯାଉଛି। ହଁ ବହୁତ ବଢିଆ ଦେଖାଯାଉଛି। ହଉ ଯାହା ହବ ଆଉ। ଆକ୍ଚୁଆଲି ମ୍ୟାଟର କଣ ଜାଣିଛ ମାନେ ମୋ ଗୋଟେ ସାଙ୍ଗ ଝିଅର ଜନ୍ମଦିନ ହେଲା କି ସେଠି ଗୋଟେ ଯିବୁ ଯେମିତି ଗୋଟେ କିଛି ଜିନିଷ ତ ନେଇକି ଯିବୁ ନା ସେଥିପାଇଁ ଗୋଟେ ଡ୍ରେସ୍ ନେଇଯାଇଛୁ। ଆକ୍ଚୁଆଲି ସେ ଡ୍ରେସ୍ଟା ଛୋଟ ହଉଛି କି ବଡ ହଉଛି ଜାଣିପାରୁନି କାହିଁକିନା ଗୋଟେ ପିଲା ଦେଖିବେ 3 ବର୍ଷର ପିଲା ମାନେ ଟିକେ ହେଲ୍ଥ ଥିବେ ଦେଖିବେ 4 ବର୍ଷର ପିଲା ସେତିକି ଥିବେ ଜାଣି ହଉନି ସେଇ ଜିନିଷଟା ଦେଖୁଛି। ଆମେ ତ ସନ୍ଧ୍ୟାବେଳେ ସମସ୍ତେ ବାହାର ସାରିଲୁଣୁ ମାନେ ସମସ୍ତେ କହିଲେ ଗୁଡରେ ତ ଆମ ସମସ୍ତେ ଯିବେ କିନ୍ତୁ ମୋର ତ ଅଲରେଡି ବାହାର ସାରିଲୁଣୁ ଡ୍ରେସ୍ଟା ପ୍ୟାକିଂ କରୁଛି। ଆମେ ସେଠି ପହଞ୍ଚିବୁ ସେଠି କଣ କେମିତି ମଜାମସ୍ତି ହଉଛି ଆପଣମାନଙ୍କ ସହ ସେୟାର କରିବୁ ହେଲା ଯିବା ପୁରେଇ ଦିଅ। ଆମେ ଆସି ପହଞ୍ଚି ଗଲୁ ଯୋଉ ଜନ୍ମଦିନ କଥା ମୁଁ କହୁଥିଲି। ହାଇଟ୍ ଲାଗିନି ସେ ଗାଁ ମାନେ କିଏ କାଟି ଦେଇଛି ଭଗବାନ। ଆ ସେ ନିଜେ ନିଜେ କାଟିକି ଖାଇଦେଲା ଆଉ କଣ। ହାପି ବାର୍ଥଡେ ଟୁ ୟୁ। କାନ ଫଟା। ତା ଉପରୁ ପକାଅନି ହଉନି। ତ କାହ୍ନା ଖସେଇ ଦେଇଛି ବା। ତାରେ ତୁ ସେଉଠି ଗୋଟେ ଖୁଆଇଲେ ସେ ଖୁଆଇବ। କଣ କହୁଛି? ତା ବର୍ଥଡେ ସରିନି ସେ କେକ୍ ସରିନି ସେ ବର୍ଥଡେ ସରିନି।